ଆପଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଛନ୍ତି କି? ଯଦି ପାଇନାହାନ୍ତି ତେଣୁ ଆପ୍ଲାଏ କରନ୍ତୁ। ଜୟ ଜଗନ୍ନାଥ। ଆପଣଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ। ଦେଖନ୍ତୁ ଆମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁ ଆମର ନୂଆ ଲିଷ୍ଟଟି ଯେଉଁ ଆସିଥିଲା ସେ କେତେ ହିତାଧିକାରୀ ପାଇଛନ୍ତି, କେତେ ହିତାଧିକାରୀ ପାଇନାହାନ୍ତି, ସେଥିରେ ଯୋଗ୍ୟ ଅଯୋଗ୍ୟ ସବୁ କ'ଣ ପାଇଯାଇଛନ୍ତି। ତେଣୁ ଏଥରକ ନୂଆ ପାଇଁ ଆପ୍ଲାଏ କରାଯାଉଛି। ଆସନ୍ତା ଅକ୍ଟୋବର 1 ତାରିଖରୁ ନୂଆ ଆବାସ ଯୋଜନା ପାଇଁ ଆପ୍ଲାଏ ହୋଇଯାଉଛି। ତେଣୁ ଆପଣମାନେ ଯଦି ପାଇନାହାନ୍ତି ଆବାସ ଯୋଜନା ଘର, ତେଣୁ ଆପଣମାନେ ଆପ୍ଲାଏ କରିଦିଅନ୍ତୁ। 1 ତାରିଖଠୁ ଆରମ୍ଭ ହୋଇଯିବ, ପ୍ରାୟ ମାସେ ଯାଏ ଏଇଟା ଚାଲିବ। ତେଣୁ ତାର ଲାଷ୍ଟ ଡେଟ୍ କୁହାହେଇନି, କିନ୍ତୁ ଆପଣ ଆପ୍ଲାଏ କରିଦିଅନ୍ତୁ। ଯେକୌଣସି ଜନସେବା କେନ୍ଦ୍ର ଯାଇ କରନ୍ତୁ, ନା କମ୍ପ୍ୟୁଟର କରନ୍ତୁ, କିମ୍ବା ନିଜ ମୋବାଇଲ ବି କରିପାରିବେ। ସେଥିପାଇଁ ଆବଶ୍ୟକ ଡକୁମେଣ୍ଟ ଘରର ପଟ୍ଟା, ଆପଣଙ୍କ ନାଁରେ ଥିବା ଜମି, ସେ ଯେଉଁ ଘର ପଟ୍ଟାଟା ଥିବ। ତେଣୁ ଆପଣ ଶୀଘ୍ର ଯାଇକି କାଲିଠାରୁ ଆପ୍ଲାଏ କରନ୍ତୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଏଇଟା ଆମର ଯାଉଛି। ସେତେବେଳେ ଥିଲା ଆମର କ'ଣ ବିଜୁ ପକ୍କା ଘର ଥିଲା, ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ କରୁଥିଲା। ବର୍ତ୍ତମାନ କେନ୍ଦ୍ରରେ ବିଜେପି ସରକାର, ଷ୍ଟେଟ୍ରେ ବି ବିଜେପି ସରକାର। ତେଣୁ ସେଇଟାକୁ କ'ଣ କରାଯାଇଛି ନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସେଇଟାକୁ କ'ଣ ଆପଣମାନେ ପକାନ୍ତୁ। ଏଇଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପଣମାନେ ସମସ୍ତଙ୍କୁ ଘର ମିଳିବ। ସେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥାଏ ସେମାନଙ୍କୁ ମଧ୍ୟ କ'ଣ ଏଥିରେ ସାମିଲ କରାଯିବ। ଆଉ ଏଥରକ ନୂଆ କ୍ରାଇଟେରିଆ ହେଇଛି, ଆମର ଓଡ଼ିଶାର ମନ୍ତ୍ରୀ କହିଛନ୍ତି ଯେ କି ଯଦି ବାପଠାରୁ ପୁଅ ଭିନ୍ନ ହେଇଥିବ, ଅଲଗା ହେଇଥିବ, ରହୁଥିବ, ସିଏ ବି କ'ଣ ଘର ପାଇବାକୁ ଯୋଗ୍ୟ। ବାପା ନାଁରେ ସବୁ ରେକର୍ଡ ଥବ, କିନ୍ତୁ ପୁଅ ବି ପାଇବାକୁ ଯୋଗ୍ୟ। ତେଣୁ ଏଥରକ ସମସ୍ତ ହିତାଧିକାରୀକୁ ମିଳିବାର ସୁଯୋଗ ଅଛି। ତେଣୁ ଆପଣମାନେ ଆପ୍ଲାଏ କରିଦିଅନ୍ତୁ। ସବୁ କ୍ରାଇଟେରିଆ ଆପଣ ଯଦି ଥବ, ଆପଣ ବି କ'ଣ ପାଇବାକୁ ଯୋଗ୍ୟ ହେବେ। ତେଣୁ ଆପଣ PM ଆବାସ ଯୋଜନାରେ ଆପଣ ବି ଘରଟିଏ ପାଇପାରିବେ। କାରଣ ବିଭିନ୍ନ ପ୍ରକାର ବାତ୍ୟା, ବନ୍ୟା ସବୁ ହେଉଛି। ଆପଣମାନଙ୍କୁ ଘରଟିଏ ସ୍ଥାୟୀ ପକ୍କା ଘର ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏ ବର୍ଷ ପାଇଁ ବହୁତ ଘର ଆଲଟମେଣ୍ଟ ହେବାକୁ ଯାଉଛି। ତେଣୁ ଆପଣମାନେ ଏଥରକ ଓଡ଼ିଶାକୁ ବହୁତ ବଜେଟରେ ବହୁତ ପଇସା ମିଳିଛି। ତେଣୁ ଆପଣମାନେ ଆପ୍ଲାଏ କରିଦିଅନ୍ତୁ। ଆସନ୍ତା 1 ତାରିଖଠୁ ଅକ୍ଟୋବର 1ରୁ ଆରମ୍ଭ ହୋଇଯାଉଛି ଫର୍ମ ପଡ଼ିବା। ତେଣୁ ଆପଣମାନେ ପକାଇ ଦିଅନ୍ତୁ। ଯଦି ଆପଣଙ୍କର ସବୁ କ୍ରାଇଟେରିଆ ଫୁଲ୍ ହେଲା, ଆପଣ ବି ପାଇପାରିବେ। ଆପଣ ବି ଭଲ ଗୋଟେ ହିତାଧିକାରୀ ହେଇପାରିବେ। ତେଣୁ ସରକାରଙ୍କର ଏହି ଯୋଜନାର ଫାଇଦା ନିଅନ୍ତୁ। ଆପଣମାନଙ୍କର ଯେକୌଣସି ଡାଉଟ୍ ଅଛି, ଆପଣ ନିକଟସ୍ଥ ବ୍ଲକ ବା ତହସିଲରେ ପଚାରିକି କ୍ଲିୟର ହୁଅନ୍ତୁ। ତେଣୁ ଆପଣମାନଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିବ। ତେଣୁ ଫାଇନାନ୍ସିଆଲ ଇୟର 24-25ରେ କେନ୍ଦ୍ର ସରକାର ବା ମୋଦିଜୀ ଆପଣଙ୍କୁ ବହୁତ ଘର ଆଲଟମେଣ୍ଟ କରିଛନ୍ତି, ଯାହାକି ପୂର୍ବ ସରକାରରେ ଏହା ନଥିଲା। ପୂର୍ବରେ ଆମର ଓଡ଼ିଶାରେ ବିଜେଡ଼ି ସରକାର ଥିଲା, ଯାହାକି ଲୋକମାନଙ୍କୁ ଠିକ୍ସେ ଘର ମିଳୁନଥିଲା। ସେମାନେ ସବୁ କ'ଣ ନା ନିଜ ନିଜର ଫାଇଦା ପାଇଁ ସବୁ ନିଜ ନିଜ ଦଳୀୟ ଲୋକଙ୍କୁ ଦେଇଦେଉଥିଲେ। କିନ୍ତୁ ଏଥରକ କୁହାହେଇଛି ତ ଭଲ ସମସ୍ତଙ୍କୁ ଦିଆହେବ। ଦେଖିବା କ'ଣ ହେଉଛି, ସମୟ କହିବ। ତାଙ୍କୁ ନିଜ ଦଳୀୟ ଲୋକଙ୍କୁ ଦେଉନ୍ତି ନା ସମସ୍ତଙ୍କୁ ଦେଉନ୍ତି, ନା ଠିକ୍ ଯୋଗ୍ୟ ହିତାଧିକାରୀକୁ ଦେଉନ୍ତି। ଏଥିରେ ବ୍ଲକର ଚେୟାରମ୍ୟାନ୍, PO ସମସ୍ତେ ରହିବେ। କୁହାହେଉଛି ଯଦି କିଛି ଅନିୟମିତ ହେବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଆପଣମାନେ ଫର୍ମ ପକାଇ ଦିଅନ୍ତୁ। ଯଦି ହେଇଗଲା, ଆପଣଙ୍କୁ ମିଳିଗଲା ଘରଟିଏ, ତେଣୁ ଆପଣମାନେ ଆସନ୍ତାକାଲିଠାରୁ ଫର୍ମ ପକାଇବା ପାଇଁ ଚେଷ୍ଟା କରନ୍ତୁ। ତେଣୁ ଭିଡ଼ିଓଟି ଯଦି ଭଲ ଲାଗୁଛି ଲାଇକ୍ କରିବେ, ସେୟାର କରିବେ। ଆଉ ଏହି ଚ୍ୟାନେଲରେ ସମସ୍ତ ପ୍ରକାର ସରକାର ଯୋଜନା ବିଷୟରେ ଅପଡ଼େଟ୍ ନ୍ୟୁଜ୍ ମିଳେ। ତେଣୁ ଆପଣ ଭିଡ଼ିଓଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ସମସ୍ତେ।